କେବେ ଭାବିଛନ୍ତି ଜଣେ ମଣିଷ ଆମ ଜୀବନରେ ଥିବାବେଳେ ଆମେ ତାଙ୍କୁ କେତେ ଅଣଦେଖା କରୁ, କିନ୍ତୁ ସେହି ମଣିଷ ଚାଲିଗଲା ପରେ ତାଙ୍କର ଗୋଟିଏ ଫଟୋ ଦେଖି ବହୁତ କାନ୍ଦୁ। ମନେ ରଖନ୍ତୁ, ମୃତ୍ୟୁ ପରେ ଝରାଇଥିବା ଲୁହଠାରୁ ଜୀବିତ ଥିବାବେଳେ ଦିଆଯାଇଥିବା ଭଲ ପାଇବା ଅଧିକ ମୂଲ୍ୟବାନ ହୋଇଥାଏ। ଜଣେ ମୃତ ମଣିଷକୁ ଜଣା ନଥାଏ ତୁମେ ତାଙ୍କ ମୃତ୍ୟୁ ପରେ କେତେ ଲୁହ ଝରାଇଲ, କିନ୍ତୁ ଜଣେ ଜୀବିତ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ମନେ ରଖିପାରେ ତୁମ ଯୋଗୁଁ ସେ କେତେ ଲୁହ ଝରାଇଥିଲା। ତେଣୁ କାହାର ମନ ଭାଙ୍ଗିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ। ଆମେ ପ୍ରାୟତଃ ନିଜ ଲୋକଙ୍କୁ ହିଁ ସବୁଠାରୁ ଅଧିକ ଅଣଦେଖା କରିଥାଉ। ମା ଡାକିଲେ କହୁ ପରେ କଥା ହେବା, ବାପା କିଛି କହିଲେ କହୁ ମୋତେ ସବୁ ଜଣା, ଜୀବନସାଥୀ ମନ ଖରାପ କଲେ କହୁ ତୁମର ସବୁବେଳେ ଏମିତି। କିନ୍ତୁ ଏହି ପରେ କେବେ ଶେଷ ସୁଯୋଗ ହୋଇଯାଏ ତାହା ଆମେ ଜାଣିପାରୁନାହୁଁ। କାହାକୁ ଭଲ ପାଉଛନ୍ତି ତେବେ କହିଦିଅନ୍ତୁ। କାହା ପାଇଁ ମନରେ କୃତଜ୍ଞତା ଅଛି ତେବେ ଆଜି ହିଁ କହିଦିଅନ୍ତୁ। କାହା ସହ ଝଗଡ଼ା ହୋଇଛି ଅହଙ୍କାର ଛାଡ଼ି କଥା ହୋଇଯାଆନ୍ତୁ। କାରଣ ସମ୍ପର୍କ ଭାଙ୍ଗିଗଲା ପରେ ମୁଁ ଭୁଲ କରିଥିଲି କହିଲେ ସବୁବେଳେ ସମ୍ପର୍କ ଫେରିଆସେ ନାହିଁ। ଜୀବନ ବହୁତ ଛୋଟ। ଆଜି ଯିଏ ଆପଣଙ୍କ ପାଖରେ ଅଛନ୍ତି କାଲି ସେ ଥିବେ କି ନାହିଁ କେହି ଜାଣେ ନାହିଁ। ତେଣୁ ଛୋଟ ଛୋଟ କଥାରେ ରାଗ କରନ୍ତୁ ନାହିଁ। ଅହଙ୍କାର ପାଇଁ ନିଜ ଲୋକଙ୍କୁ ହରାନ୍ତୁ ନାହିଁ। ମଣିଷକୁ ହରାଇବା ପରେ ତାଙ୍କର ମୂଲ୍ୟ ବୁଝିବା ଠାରୁ ସେ ଥିବାବେଳେ ତାଙ୍କର ମୂଲ୍ୟ ବୁଝିବା ଭଲ। ତେଣୁ ମନେ ରଖନ୍ତୁ, ଜୀବିତ ଥିଲାବେଳେ ଭଲ ପାଆନ୍ତୁ, ଜୀବିତ ଥିଲାବେଳେ ସମ୍ମାନ ଦିଅନ୍ତୁ, ଜୀବିତ ଥିଲାବେଳେ କ୍ଷମା ମାଗନ୍ତୁ ଏବଂ ଜୀବିତ ଥିଲାବେଳେ ନିଜ ଲୋକଙ୍କ ସାଥିରେ ରୁହନ୍ତୁ। କାରଣ ମୃତ୍ୟୁ ପରେ ଫୁଲ ଦେଇପାରିବ, ଲୁହ ଝରାଇ ପାରିବ, କିନ୍ତୁ ହାତ ଧରି କହିପାରିବ ନାହିଁ ଯେ ତୁମେ ମୋ ପାଇଁ ବହୁତ ମୂଲ୍ୟବାନ। ତେଣୁ ଆଜି ନିଜ ଲୋକଙ୍କୁ ଥରେ ଫୋନ୍ କରନ୍ତୁ। ମାଆଙ୍କୁ କୁହନ୍ତୁ ମୁଁ ତୁମକୁ ଭଲ ପାଏ। ବାପାଙ୍କୁ କୁହନ୍ତୁ ଆପଣ ମୋ ପାଇଁ ବହୁତ ମୂଲ୍ୟବାନ। ହୁଏତ ଏଇ ଛୋଟ କଥାଟି କାହାର ଦିନକୁ ସୁନ୍ଦର କରିଦେବ। ଯଦି ଏହି କଥାଗୁଡ଼ିକ ଆପଣଙ୍କ ହୃଦୟକୁ ଛୁଇଁ ପାରିଛି ତେବେ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏମିତି ହୃଦୟସ୍ପର୍ଶୀ ଓଡ଼ିଆ କଥା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।